ଜୟ ଜଗନ୍ନାଥ। এটা ଭଲ କଥା ଛୁଆ ମନେ ରଖିଛ। ଆଜି ଆଲୋଚନା କରିବା ଅନନ୍ତ ଯୁଗ କେବେ ହେବ। ହେଲା, ପଡ଼ିଥିବ ବାବୁ ହୋଇବ ସତ୍ୟ, କେହି ନ ପାଇବେ ତାର ଅନ୍ତ। ପଡ଼ିଥିବ, ସତ୍ୟ ପ୍ରବେଶ କରିବ, କେହି ଜାଣିପାରିବେ। ବୁଝିପାରୁଛ ନା? ପଡ଼ିଥିବ, ସତ୍ୟ ପ୍ରବେଶ କରିବ, କେହି ଜାଣିପାରିବେ ନାହିଁ। ଦୁଷ୍ଟ ସଂହାରଣ ହେବେ, କିନ୍ତୁ କେହି ଜାଣିପାରିବେ ନାହିଁ, କାରଣ ଲୋକଙ୍କର ଚେତନା ଫେରିବ ନାହିଁ। 19 ମସିହା ବାତ୍ୟା ହେଲା, ଚେତନା ହେଲା। ଫନି ବାତ୍ୟା ହେଲା, ଚେତନା ହେଲା। ହେଲା ବେଳେ ଡାକିବ ପ୍ରଭୁ ପ୍ରଭୁ, ସେ ସରିଗଲା ବାର୍ଷିକିଆ, ସେ ରିଲିଫ ଗଣ୍ଡା ପାଇଦେଲେ, ସିଏ ଆଉ କହିବେ ଆମଠୁ ଆଉ କେହି ଧନୀ ନାହାନ୍ତି। ଆମରି ଗାଁରେ ଲୋକ କୁହନ୍ତି ବାତ୍ୟା କଥା ଶୁଣିଲେ, ହେ ବାତ୍ୟା ଟା ହଉଛି ଭଲ, ହୁଅନ୍ତା ବେଳାକା 15 ଦିନ ଘରେ ବସିକି ଖାଆନ୍ତୁ, କାହିଁକି ରିଲିଫ ଗଣ୍ଡେ ଆସିବ। ସବୁଠୁ ଗାଲୁଆ ତ ଗାଲୁଆ, ଓଡିଆ ହଉଛନ୍ତି ମହାଗାଲୁଆ। ଭଗବାନ କେତେ ପ୍ରକାର ଚେତନା ଚେତଉଛନ୍ତି, କଥା ବି ଜାଣିପାରୁନାହିଁ। ବଡ ଦେଉଳୁ ପଥର ଖସି ପଡିଯିବ, ଥରକୁ ଥର लो ଯାଇ ପୁଳେ ଦେଖିବ ବେନି ନେତ୍ର। ଖସୁନାହିଁ ନା, ଅଣା ବେଳାରୁ ପଥର ପଶିଲେ ନାଇଁ। କପବଟ ଡାଳ ଛେଦ ନବ, ଫନି ବାତ୍ୟା ଯୋଉ ହେଲା ତାପରେ କପବଟ ଡାଳ ଭାଙ୍ଗିଗଲା, ତାକୁ ଗଭର୍ଣ୍ଣମେଣ୍ଟ ସେଠି କଣ କଲା, ପିସ୍ ପିସ୍ ସବୁ କାଟିଦେଲା। ସେଦିନ ହେଲାନି। ବୃଦ୍ଧ ପକ୍ଷୀ ବସିବ, ଶାଗୁଣା ବସିଥିଲା ନା ବସି ନଥିଲା। ଆଉ କଣ ତମ ଚେତନା ଯିବ? ଆଉ ପ୍ରଭୁ ଆସି କଲମ କାଗଜ ଧରିକି ତମ ଘରେ ଆସି କହୁଛି, ଯଦି ଆମର ବିବେକ ଥାଇ ଆମେ ମଣିଷ ଜନ୍ମ ପାଇ ଯଦି ଆମର ମାନବତା ଚିନ୍ତନା ନ କରିପାରିଲେ, ତାହେଲେ ମଣିଷ ଜନ୍ମ ପାଇବା ହଉଛି ଠିକ। ପଶୁ ହୁଏ ହିଂସ୍ର। ଗୋଟେ ଛେଳିଟାକୁ ଗୋଟେ ବାଘ ଦେଖିଲେ ଗୋଟେକି ମାତିବି। ବର୍ତ୍ତମାନ ସମୟରେ କଣ ହଉଛି, ମଣିଷ ମଣିଷକୁ ଫଟିକିନା ହାଣି ଦଉଛି, ହାଣି ଦଉନି। ମାନେ ବାଘ ବାଘକୁ ସଦା କରୁଛି, କିନ୍ତୁ ବର୍ତ୍ତମାନ ମଣିଷ ମଣିଷକୁ ଆଉ ସୋଦା ଅତି ଭୟଙ୍କର। କାହିଁକି ନା ସ୍ୱାର୍ଥ ପାଇଁକି ମନୁଷ୍ୟ କେତେ ତଳକୁ ଖସି ଯାଉଛି, ତାହାକି କଳନା। ବାସ୍ତବରେ ମଣିଷ ସୁଖକୁ ଖୋଜେ ନାହିଁ ନା ଦୁଃଖକୁ ଖୋଜେ ନାହିଁ। ମଣିଷ କଣ ଖୋଜେ? ଶାନ୍ତି। ମନୁଷ୍ୟ ତା ଜୀବନରେ କଣ ଖୋଜେ? ଶାନ୍ତି। ଯଦି ଲକ୍ଷ ଲକ୍ଷ ଟଙ୍କା ଥାଇ ଜୀବନରେ ଶାନ୍ତି ନାହିଁ, ସେ ଧନର ମହତ୍ଵ ନାହିଁ। ଅଛି କି? ତେଣୁ ମହାପୁରୁଷ ବାଣୀରେ ଦୁଃଖେ ନ ମିଳନ୍ତି ହରି, ସୁଖେ ବହୁ ଦୂର, ଶାନ୍ତି ମଧ୍ୟ ଗୌର ହରି, ମିଳେ ନିରନ୍ତର। କି ସୁନ୍ଦର ବାଣୀ। ହେ ମାନବ ସମାଜ, ଥରେ ତମେ ଚିନ୍ତା କର ରେ। ଦୁଃଖେ ନ ମିଳନ୍ତି ହରି, ସୁଖେ ବହୁ ଦୂର। ପ୍ରଭୁ ଦୁଃଖରେ ମିଳନ୍ତି ନାହିଁ, ଆଉ ସୁଖରେ ମଧ୍ୟ ମିଳନ୍ତି ନାହିଁ। ଯାହା ଗୃହରେ ଶାନ୍ତି ଥାଏ, ତାହା ଗୃହରେ ପ୍ରଭୁଙ୍କର କୃପା ବହନ। ସେ ଯିବା ଆତ୍ମା ଭବ ସଂସାର କଣ ବୁଝି ହଉଛି। ତେଣୁ ସେ ବିଷୟକୁ କେହି ବର୍ତ୍ତମାନ ଚିନ୍ତା କରୁ ଯେତିକି ମର୍ମାହତ ଲାଗେ, ଟିଭିରେ ନେଇ ମଝି ନଈରେ କଲାଣି, ତଥାପି ଆମ ମାନଙ୍କର ଚେତନା ଧନ୍ୟରେ କଳିଯୁଗର ମାନବ। ତେଣୁ ଛାଡ, ଯିଏ ଯାହା କରିବ ସିଏ ତା ପାଇବ। ଆଗକୁ ଅନନ୍ତ ଯୁଗ ପ୍ରତିଷ୍ଠିତ ନିଶ୍ଚିନ୍ତ ହବ। କେବେ ହବ? ଅନେକ ବ୍ୟକ୍ତି ଆମକୁ କୁହନ୍ତି ଅନନ୍ତ ଯୁଗ ହେଇଗଲାଣି।
ଆମକୁ ନା ଅନନ୍ତ ଯୁଗ ହେଇ ନାହିଁ। ଅନନ୍ତ ଯୁଗ କେବେ ହେବ ତମେ ମାନେ ଶୁଣ। ମହାପୁରୁଷ କହୁଛନ୍ତି ତ୍ରିଜଟାର ବଂଶ ମିଳି ଦାରୁକୁ ନେବେଟି ରେଳରେ ଭରିଲୋ ଯାଇ ଫୁଲ ସବୁ ବୁଦ୍ଧିଟି ଯିବ ପାଶୁ। ହେଲେ ଦିନେ ତ୍ରିଜଟାର ବଂଶ ମିଳିକି ପୁରୀରୁ ସ୍ୱୟଂ ଜଗନ୍ନାଥଙ୍କୁ ରେଳରେ କଣ କରିବ ଆଣିବ। ବୈରୀ ଷ୍ଟେସନରେ ଜାଣ ସେଠାରେ ଇଞ୍ଜିନ ହୋଇବ ଚୁନଲ ଯାଇ ଫୁଲ ତହିଁ ପ୍ରଭୁ ଏବେ ଅନ୍ତର୍ଧାନ। କହିଲି ବୈରୀ ଷ୍ଟେସନ ପାଖେ ଇଞ୍ଜିନ ଭାଙ୍ଗିବ। କାହିଁକି ଭାଙ୍ଗିବ? ନା ହନୁମାନ ଆଗରୁ ସେଠି ଜଗିଥିବ। ବୁଝି ହଉଛି ନା? ହନୁମାନ କିଏ? ନା ବାଇଶି ମଉଜା ପ୍ରାଣ କୁଷ୍ଟ ଲେଙ୍କା ସୁତ ନାମ ହନୁମନ୍ତ। ବୋଲେ ପ୍ରାଣକୁଷ୍ଟ ଲେଙ୍କାର ପୁଅ ହେଇଥିବ ସିଏ ହନୁମନ୍ତ ହେଇଥିବ। ସିଏ ଆଗକୁ ସେଠି ଯାଇ କଣ ହେଇଥିବ? ଗଡ଼ ବାନ୍ଧିକି ରହିଥିବ। ଠାକୁର ଯୋଉଦିନ ଆସିବେ ଛତିଆ ସିଏ ରେଳ ସେଇଠି କଣ ଇଞ୍ଜିନ କି ପୂର୍ଣ୍ଣ କରିବେ। ଗଲା ପରେ ଠାକୁର କଣ ଯିବେ? ନା ଛତିଆ ଯିବେ। କେମିତି ଯିବେ? ନା ଭକ୍ତ ସଙ୍ଗେ ଭଗବାନ ଦାରୁକୁ ନେଭେଟି ଛତିଆ ଗ୍ରାମ ଲୋ ଯାଇ ଫୁଲ କଇଁ ଭକ୍ତେ ମେଳି ନାରାୟଣ ଯାଇ ଫୁଲ ଛତିଆ ଶ୍ରୀକ୍ଷେତ୍ର ହେବ ମହାକୋଇ ବୋଲ୍ୟ ହାଟ ବସିବ ଲୋ ଯାଇ ଫୁଲ ଆସି ଅନନ୍ତ ଯୁଗ ହୋଇବ ଯାଇ ଫୁଲ। ତେଣୁ ଏଇ କଥା ମହାପୁରୁଷ ଲେଖିଛନ୍ତି। ଛତିଆ କଣ ଜଗନ୍ନାଥ ଆଇଲେଣି? ତ ଆହୁରି ଅଛି। ଅନନ୍ତ ଯୁଗ ହେଲା କୁ ହଁ କି ନାହିଁ? ତେଣୁ ଜଗନ୍ନାଥ ଯେତେବେଳେ ଆସିବେ ଭକ୍ତ ସଙ୍ଗେ ଭଗବାନ ଦାରୁକୁ ନେବେଟି ଛତିଆ ଗ୍ରାମ। ନର ଦେହି ନାରାୟଣ ଥିବେ, ଭକ୍ତ ଥିବେ, ଦାରୁ ବିଗ୍ରହ ଭଗବାନ ମଧ୍ୟ ଥିବେ। ଏ ସମସ୍ତେ ଏକାଠି ହେଇକି ଠାକୁରଙ୍କୁ ଛତିଆ ନେବେ। କଣ ଛତିଆ ବଟକୁ ନେବେ? ଛତିଆ ଏରିଆକୁ ନେବେ। କୋଉ ଏରିଆକୁ ନେବେ? ଏକ ବଟ ଚାରି ନାମ ହୋଇବ ପୁରୁଷୋତ୍ତମ କ୍ଷେତ୍ର ବୋଲାଇବ। କହିଲେ ଗୋଟିଏ ବଟ ଥିବ ତାର ଚାରିଟା ନା। ସେଇଠି ଠାକୁର ଯିବେ। ସେ ବଟର ଚାରିଟା ନାଁ ହେଇଥିବ। ସେଠି ଠାକୁର ଯାଇକି ରହିବେ। ଏଠି ମହାପୁରୁଷ କଣ କହିଲେ? ଭକ୍ତ ସଙ୍ଗେ ଭଗବାନ ଦାରୁକୁ ନେବେଟି ଛତିଆ ଗ୍ରାମ। ଛତିଆ ଗାଁକୁ ଆସିବେ। ଛତିଆ ବଟ କଥା କହିବେ। ତେଣୁ ଇଏ ଗୋଟେ ସ୍ୱତନ୍ତ୍ର ଜାଗାକୁ ନିର୍ଗଣ୍ଡ କରିଛନ୍ତି। ଏ ଘଟଣା କେବେ ତାକୁ ଅରକ୍ଷି ଦାସ ମହାପଦ୍ମଙ୍କ କଣ କଲେ? କ୍ଲାରିଫାଇ କଲେ। ଛପନରେ ଢେଉ ପୁଣି ଉଠିଣ ଆସିବ ବଡ ଦେଉଳରେ ପାଣି ପଶିଣଟି ଯିବ ସେତିକି ବେଳେ ଋଷିଆଟି ଜଗିଥିବ ତ୍ରିଜଟା ମିଳିଣ ଦାରୁକୁ ପୁଣି ସେ ଆଣିବ। ବୈରୀରେ ପୁଣି ରେଳ ଇଞ୍ଜିନ ଭାଙ୍ଗିବ ରେଳରେ ବସାଇ ଯାଇ ଋଷିଆ ଆଣିବ। ଛତିଆରେ ପୁଣି ଦାରୁ ତହିଁ ଯେ ରହିବେ ଭକ୍ତମାନେ ପୂର୍ବରୁ ଠୁଳ ହୋଇଥିବେ। ଏ ଘଟଣା କେବେ ଘଟିବ? ଏଠି ଅଚ୍ୟୁତ ଯାହା କହିଲେ ଏଠି ଅଚ୍ୟୁତ ସେଇ କଥା। ଏଠି ଅଚ୍ୟୁତ ନିର୍ଘଣ୍ଟ କରୁନାହାନ୍ତି ସମୟ। ଅଚ୍ୟୁତ ଦାସ କଣ କଲେ? ଛପନ। କାହା ଛପନ? ସେଇ ଅନନ୍ତ ମାଧବଙ୍କ 56 ଅଙ୍କ ବା ପଦ୍ମକେଶରୀଙ୍କର 56 ଅଙ୍କ। ଅନେକ ଅଚ୍ୟୁତ ବାହାରିଛନ୍ତି। କିନ୍ତୁ ମହାପୁରୁଷ କହିଛନ୍ତି ଦ୍ୱାଦଶ ଅଚ୍ୟୁତ ହୋଇବ ରାମ ଭ୍ରମିବୁ ନାହିଁ ସପ୍ତ ତିଳଚିହ୍ନ କପାଳେ ତେବେ ପରତେ ତେବେ କପାଳେ ଯାଇ। କପାଳରେ ସପ୍ତ ତିଳଚିହ୍ନ ଥିବ। କପାଳ ବୋଲି କଣ ଏଇ କପାଳ? ସେ ଗୁରୁ ଯିଏ କରିଥିବ ସେ ଜାଣିଥିବ କପାଳ। ପୁଣି ଲେଖିଛନ୍ତି ପଦ୍ମ ପର୍ବତ ଶିଖରେ ଫୁଟିବ କହି। କହିଲେ ପର୍ବତ ଶିଖରେ କଇଁ ଫୁଟିଥିବ? ଖାଲି ଅଚ୍ୟୁତ ପରିଚୟ ଦଉଛନ୍ତି। ହେ ରାମ ସେତିକି ନୁହଁ, ମଧ୍ୟରେ ସପ୍ତ ତିଳଚିହ୍ନ ଥିବ। ପୁଣି ପର୍ବତ ଶିଖରେ କଇଁ ଫୁଟିଥିବ। ଯଦି ଦେଖିପାରିବୁ ତାହେଲେ ତୁ ମତେ ଏତେବେଳେ ଚିହ୍ନିପାରିବୁ। 56ରେ ଏଇ ଘଟଣା ଘଟିବ ବୋଲି ମହାପୁରୁଷ ମାନେ ଆମକୁ। ତେଣୁ ସେ ଅନନ୍ତ ମାଧବ ହୁଅନ୍ତୁ କି ପଦ୍ମକେଶରୀ ହୁଅନ୍ତୁ ତାଙ୍କର 56 ଏଇ ଘଟଣା ଘଟିବା ସମୟ ବି ନାହିଁ, ଖୁବ୍ ନିକଟ
ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ ପ୍ରଭା।